ନାଟକଟି ନାଟକର କାହାଣୀ ଯଦି ଭଲ ନ ହେଇଥିବ ମୁଁ କଣ କନ୍ଦେଇ ପାରିବି କେବେ ସେଟା କେବେ ସମ୍ଭବ ନୁହଁ। ଏବଂ ଏଇ ଶେଷ ରାତି ଆମେ କେମିତି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବା, କାହିଁକି ନା ଏ ନିଶ୍ୱାସକୁ ତ ବିଶ୍ୱାସ ନାହିଁ ନା। ତେଣୁ ଶେଷ ରାତି ଏମିତି କାମ କରିଥିବା ଯେମିତି ଆମେ ନଥିଲେ ବି ଆମ କାମ ଥିବ। ଭିତରେ ଅଶ୍ଳୀଳତା ହୁଏତ ସେମିତି କିଛି ପିରିୟଡ଼ ପାଇଁ ପଶି ଆସିଥିଲା, କିନ୍ତୁ ବର୍ତ୍ତମାନ ତ ମୁଁ ଯେତିକି ଦେଖୁଛି ଅଶ୍ଳୀଳତାର ଯାତ୍ରା ଢେର ଧୀରେ ଧୀରେ ଦୂରେଇ ଦୂରେଇ ଗଲାଣି। ଆଶା କରିବୁ ସେ ଖରାପ ସମୟ ସେମିତି କଟିଯିବ, ପୁଣି ଭଲରେ ଯାତ୍ରା ହେବ। ଆଉ ଯଦି ସମସ୍ତେ ଭଲ କହିବେ ମୁଁ ତ ଭଗବାନ ହେଇଯିବି, ମୋ ଭୁଲଟା ମୁଁ ଜାଣିବି। ନାଟକ ହେଲା ମୁଁ ଏଇଟା ନୁହଁ। ନିହାତି ପ୍ରଥମେ ଜୟ ଜଗନ୍ନାଥ। ଯାତ୍ରା ରାଣୀ ସିଂହବାହିନୀ ତାର ଦ୍ୱିତୀୟ କ୍ୟାମ୍ପ ପାଗାରେ ମଞ୍ଚସ୍ଥ କରି ସାରିଛି 3 ରାତି। ଆଉ କମିଟିର ନିଷ୍ପତ୍ତି କ୍ରମେ 3 ରାତି କମିଟି ତାଙ୍କର ଏଡ଼ା ନାଟକ ମଞ୍ଚସ୍ଥ କଲେ ଏବଂ ଭରପୁର ଦର୍ଶକରେ କ୍ୟାମ୍ପଟି ସରିଲା। ବହୁତ ଖୁସି ଲାଗିଲା। ଆଉ ଖଣ୍ଡେ ନାଟକ ରହିଗଲା ବୋଉ ଲୋ ବୋଉ ମଞ୍ଚସ୍ଥ ଏଠି ହେଇନି, ଆଉ କ୍ୟାମ୍ପରେ ତ ନିହାତି ହବ। ଏ ବର୍ଷର 2ଟି ଯାକ ନାଟକ ବହୁତ ଭଲ ହେଇଛି, ବାସ୍ ଦେଖିବା ଦରକାର, ରିଭ୍ୟୁ କରିବା। ନାଟକର କାହାଣୀ ଯଦି ଭଲ ନ ହେଇଥିବ ମୁଁ କଣ କନ୍ଦେଇ ପାରିବି କେବେ ବି, ସେଟା କେବେ ସମ୍ଭବ ନୁହଁ। ଯାହା ବି ହେଇଛି କାହାଣୀ ପାଇଁ, ଏବଂ ଆଶା କରିବୁ ଦର୍ଶକ ମାନଙ୍କର ଭଲ ପାଇବା ଆଶୀର୍ବାଦ ପ୍ରତ୍ୟେକଟି କଳାକାରଙ୍କ ଉପରେ ଏମିତି ରହୁ, ମୋ ଉପରେ ବି ରହୁ। ପ୍ରତ୍ୟେକ ବର୍ଷ ଏମିତି ଭଲ ଭଲ କାହାଣୀ ଆପଣଙ୍କ ସାମ୍ନାକୁ ଆଣିବା ପାଇଁ ଆମେ ନିହାତି ଚେଷ୍ଟା କରିବୁ। ଆଜ୍ଞା ଭାଇ, ଯେତେବେଳେ ଡିକ୍ଲାରେସନ ହେଲା ଯେ ଭାଇ ନାଟକ ହବ, ଆଜ୍ଞା, ଭାଇଟା ନାମକରଣ ହେଇଗଲା ଏଡା, ଆପଣଙ୍କୁ ଲାଗୁଥିଲା କଣ ଏଡା ନାମକରଣ ରହିଲେ କେମିତି ସେତେ ସକ୍ସେସ ମିଳିବ କି ନାହିଁ ସଫଳତା? ନା ନା, ଏଟା ସମ୍ପୂର୍ଣ୍ଣ ବାବୁ ଏବଂ ସାରଙ୍କ ନିଷ୍ପତ୍ତି, ଏଥିରେ ମୋର କିଛି ବି ଇଣ୍ଟରଫିୟରେନ୍ସ ନାହିଁ। ପ୍ରଥମ କଥା ହଉଛି, ମୁଁ ଏ ଅନୁଷ୍ଠାନରେ ଥାଏ କି ମୁଁ ଯୋଉଠି ବି ଥାଏ, ମୋ କାମ ହଉଛି ମୁଁ ଯାତ୍ରା କରିବି, କଳା ପ୍ରଦର୍ଶନ କରିବି ଏବଂ ଟ୍ରେନ ମଧ୍ୟରେ ଥିବା ପ୍ରତ୍ୟେକଟି ଦର୍ଶକ ମାନଙ୍କୁ ଉଚିତ ମନୋରଞ୍ଜନ ଦେବି। ମୁଁ ଏ ପାର୍ଟିରେ ଅଛି, ଆଉ କୋଉ ପାର୍ଟି ଗଲେ ମାଲିକ ହେବିନି, ସେଇ କଳାକାର ହେଇକି ରହିବି। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା, ପ୍ରତ୍ୟେକ ରାତି ହଉଛି ଆମ ଜୀବନର ଶେଷ ରାତି, ଏବଂ ଏଇ ଶେଷ ରାତି ଆମେ କେମିତି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବା, କାହିଁକି ନା ଏ ନିଶ୍ୱାସକୁ ତ ବିଶ୍ୱାସ ନାହିଁ ନା। ତେଣୁ ଶେଷ ରାତି ଏମିତି କାମ କରିଥିବା ଯେମିତି ଆମେ ନଥିଲେ ବି ଆମ କାମ ଥିବ। ଯାତ୍ରା ପୂର୍ବ ଜୋନକୁ ଫେରିଛି, ଯେମିତି ପୂର୍ବରୁ ଆଗେ ଆମେ ଦେଖୁଥିଲୁ ମୂଳରୁ ପାହାଚ ପାହାଚ କୋଉଠି କୋଉଠି ପୂର୍ବ ଜୋନକୁ ଫେରିଛି। ମଝିରେ କିଛି ଅଶ୍ଳୀଳ ନୃତ୍ୟ ହେଲା, ଲୋକ ମୁହଁ ଫେରେଇଲେ, କିନ୍ତୁ ଏବେ ପୁଣି ଥରେ ଟ୍ରେଣ୍ଡିଂ ଫେରିଛି, ଆଗ ଧାଡ଼ି ଫେରିଛି, ଲୋକମାନେ ଏବେ ଯାତ୍ରା ଦେଖା ମୁହାଁ ହଉଛନ୍ତି। ତ ଇଏ ଜିନିଷକୁ ଆପଣ କେମିତି ସକ୍ସେସର ହାରକୁ ଦେଖୁଛନ୍ତି? ଦୁନିଆରେ ବଞ୍ଚିବା ପାଇଁ ପଡେ, ଦୁନିଆରେ ଆମେ ଏତେ ବର୍ଷ ବଞ୍ଚିବା ଭିତରେ ମଝିରେ ଆମର କୋରୋନା ଆସିଲା, ଲକଡାଉନ ହେଲା, ସଟଡାଉନ ହେଲା, କିଛି ଅସୁବିଧାର ଆମେ ସମ୍ମୁଖୀନ ହେଲେ, ପୁଣି ଦୁନିଆ ଆଜି ଯୋଉ ହେଇଗଲା, ସମସ୍ତେ ଯେମିତି ନର୍ମାଲ ହବା କଥା ସେମିତି ଚାଲିଲା, ସେମିତି ଯାତ୍ରା ବି ଚାଲିଥିଲା। ତା ଭିତରେ ଅଶ୍ଳୀଳତା ହୁଏତ ସେମିତି କିଛି ପିରିୟଡ଼ ପାଇଁ ପଶି ଆସିଥିଲା, କିନ୍ତୁ ବର୍ତ୍ତମାନ ତ ମୁଁ ଯେତିକି ଦେଖୁଛି ଅଶ୍ଳୀଳତାଠାରୁ ଯାତ୍ରା ଢେର ଧୀରେ ଧୀରେ ଦୂରେଇ ଦୂରେଇ ଗଲାଣି। ଆଶା କରିବୁ ସେ ଖରାପ ସମୟ ସେମିତି କଟିଯିବ, ପୁଣି ଭଲରେ ଯାତ୍ରା ହବ, ଦର୍ଶକ ମାନେ ଭଲରେ ଉପଭୋଗ କରିବେ। ଭାଇ ଯାତ୍ରା ମାନେ ଯାତ୍ରା ଯୋଉମାନେ ଦର୍ଶକ ଅଛନ୍ତି, ସେମାନେ ମଝିରେ ଆପଣଙ୍କୁ ନେଇ ଯୋଉ ନିନ୍ଦୁକ ଅଛନ୍ତି ଯେ ଭାଇରାଲ ଆର୍ଟିଷ୍ଟ କହୁଥିଲେ, କିନ୍ତୁ ଆଜି ତାଙ୍କୁ ଗୋଟେ ସତ ଧକ୍କା ଲାଗିଛି ବା ଚାପ ନାହିଁ ଲାଗିଛି, ଯିଏ ସେମିତି ପ୍ରକୃତରେ ସ୍ପଣ୍ଟାନିୟସ ଆକ୍ଟର ଟ୍ୟାଲେଣ୍ଟ, he can show, ସେ ସବୁ କିଛି ଶୋ କରିପାରେ। ତ ସେ ପ୍ରକୃତରେ ଅନେକ ଦର୍ଶକ କହୁଛନ୍ତି ପିୟୁଷ ଜଣେ ଭାଇରାଲ ଆର୍ଟିଷ୍ଟ ନୁହେଁ, ସେ ଜଣେ ସ୍ୱତଃପ୍ରବୃତ୍ତ ଆକ୍ଟର। କେମିତି ଲାଗୁଛି? ପ୍ରଥମ କଥା ହଉଛି, ଆମ ଓଡିଶାର ଜନଗଣନା ହିସାବରେ 4.5 କୋଟି ଓଡିଆ ଅଛନ୍ତି। ପ୍ରତ୍ୟେକଟି ମଣିଷଙ୍କୁ ସନ୍ତୁଷ୍ଟ ମୁଁ କରିପାରିବା, ଏଇଟା କେବେ ବି କୋଉ ମଣିଷ ପକ୍ଷେ ସମ୍ଭବ ନୁହଁ। ତେଣୁ ଯାହା ହେଲେ ବି କିଛି ତ କାହାକୁ ଖରାପ ଲାଗିପାରେ। ଆଉ ଯଦି ସମସ୍ତେ ଭଲ କହିବେ ମୁଁ ତ ଭଗବାନ ହେଇଯିବି, ମୋ ଭୁଲଟା ମୁଁ ଜାଣିବି କେମିତି। ତେଣୁ ସେମାନଙ୍କୁ ବି ସ୍ୱାଗତ, ଯୋଉମାନେ ଭଲ ପାଇବା ଦଉଛନ୍ତି ସେମାନଙ୍କୁ ବି ଢେର ସାରା ଭଲ ପାଇବା। ଡାଇଲଗ ବା ରାତି ସାରା କହିଲି। ଆମେ ଶୁଣିଛୁ, ଯୋଉମାନେ ଦେଖି ନାହାନ୍ତି ଆଗାମୀ କ୍ୟାମ୍ପରେ ଦେଖିବା ପାଇଁ ଆସିବେ ସେମାନେ। ଇମୋସନାଲ ଡାଇଲଗ ସେ ଇମୋସନାଲ ଲୋକ କାନ୍ଦିଛନ୍ତି ଆଉ କାନ୍ଦିବେ। ଇମୋସନାଲ ଡାଇଲଗ 10 ତଳେ ଶୁଣିଲେ ବେଟର ଲାଗିବ, କିନ୍ତୁ ଯେହେତୁ ନାଁଟା ଏଡା, ଯେହେତୁ ନାଟକର ନାଁଟା ହଉଛି ଏଡା, ତାର ଛୋଟିଆ ଡାଇଲଗଟା ହଉଛି ଯୋଉମାନଙ୍କ ପାଇଁ ଏ ସିଷ୍ଟମଟା ତେଢା, ସେଇମାନଙ୍କ ପାଇଁ ମୁଁ ଏଡା। ନାଟକ ଏଡା ମୁଁ ଏଡା ନୁହଁ। ଏଇ ଯୋଉ କ୍ୟାରେକ୍ଟରଟି ଆପଣ ବର୍ତ୍ତମାନ ପ୍ରକାଶ କରୁଛନ୍ତି, ୟା ପୂର୍ବରୁ ମାନେ ଯେତେବେଳେ ଆପଣଙ୍କର ୟଙ୍ଗ ଟାଇମ ଥିଲା, ଆଜ୍ଞା, ଏମିତି କିଛି ଏରା ଟାଇପର କାମ କରୁଥିଲେ? ନା ପୋଲିସରେ ଥିଲି, କାହିଁକି ସେମିତି କିଛି ନୁହଁ। ଏତେ ବର୍ଷ ଯାତ୍ରା କରିବା ଭିତରେ ବି ଚରିତ୍ର ଧୀରେ ଧୀରେ ଆସେ, ଏବେ ଧୀରେ ଧୀରେ ଚରିତ୍ର ପଡୁଛି, ଆଶା କରୁଛି ସେ ଚରିତ୍ର ଗୁଡିକୁ ସୁଚାରୁ ରୂପରେ ତୁଲେଇବା। ଆଚ୍ଛା, ଆପଣଙ୍କ ଜୀବନ ବହୁତ ୟୁଟର୍ନ ଅଛି, ଲଭ୍ ୟୁ ହମେଶା ଫିଲ୍ମରୁ ଆଜି ଯାତ୍ରାର ଏ ଜାଗାରେ, ଏବଂ ଗୋଟେ ଅଜସ୍ର ଭଲ ପାଇବା ପାଇଛନ୍ତି। ଭାଇ ଯାତ୍ରା ଆପଣଙ୍କୁ କଣ ଦେଇଛି? ଭଲ ପାଇବା ଦେଇଛି, ଆଉ ଲୋକ କହୁଛନ୍ତି କୋଟି କୋଟି ଟଙ୍କାର ମାଲିକ, ବାସ୍ତବରେ ପିୟୁଷ କେତେ କୋଟିର ମାଲିକ, ଆଉ କେତେ କଣ ସଫଳତା ଦେଇଛି ଯାତ୍ରା? କେତେ କୋଟି ଟଙ୍କାର ମାଲିକ କଣ ଦେଇଛି ସେଟା ମାନେ କଣ ଅଛି ମୋ ପାଖରେ ସେଟା ତ ପର କଥା, କିନ୍ତୁ ସକାଳୁ ଉଠିକି ମୁଁ ଯେତିକି ବାଟ ମୋ ଆଖି ବୁଲାଏ ଏବଂ ଯେତିକି ବାଟ ମୋ ଆଖି ପାଏ,
ଏବଂ ରାତିରେ ଆଖି ବୁଝିବା ପର୍ଯ୍ୟନ୍ତ ମୁଁ ଯାହା ବି ଦେଖେ ଯାହା ବି ପାଏ ସେ ସବୁ ଏଇ ଯାତ୍ରା ହିଁ ମତେ ଦେଇଛି, ଆଉ କିଛି ନୁହଁ। ଆଉ ପୋଲିସରେ କି ସିନେମାରେ ଥିଲେ ଏତେ ଭଲ ପାଇବା ପାଇଥାନ୍ତେ କି? ଭାଗ୍ୟରେ ଯାହା ଥିବ ତାକୁ କେହି ବଦଳେଇ ପାରିବେ ନାହିଁ। ତେଣୁ ସେ ଚାକିରି ଏବଂ ପାଇବା ଚାକିରି ଛାଡିବା ତା ପଛରେ ବି ଏଇ ଯାତ୍ରା ଦାୟୀ। ତେଣୁ ଆଜି ମୁଁ ଯୋଉଠି ଅଛି ଯେମିତି ଅଛି ତା ପାଇଁ ଓଡ଼ିଆ ଯାତ୍ରା ଏବଂ ଯାତ୍ରା ଦର୍ଶକ ହିଁ ଦାୟୀ।